ଏଥର ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ଆପଣମାନଙ୍କୁ ମିଳିବା ପାଇଁ ଯାଉଛି। ତ ଏଇଟା ବଡ଼ କଥା ନୁହଁ, କିନ୍ତୁ ଏଥର ପଞ୍ଚମ କିସ୍ତିରେ ବହୁତ ହିତାଧିକାରୀଙ୍କର ନାମ କଟିଯାଇଛି। କେଉଁ ହିତାଧିକାରୀମାନେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପାଇବେ, କେଉଁମାନେ ପାଇବେନି, ସେଥିପାଇଁ ସରକାରଙ୍କ ତରଫରୁ ଏକ ବଡ଼ ଘୋଷଣା ଜାରି କରାଯାଇଛି। ତ ଯଦି ଆପଣମାନଙ୍କର ନାଁ କଟିଯାଏ, ଆପଣମାନଙ୍କର ନାଁ ଆପଣମାନେ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ଯୋଡ଼ି ପାରିବେ, ପଞ୍ଚମ କିସ୍ତି ଟଙ୍କା ପାଇପାରିବେ। ଆପଣମାନଙ୍କୁ ପଞ୍ଚମ କିସ୍ତି ଟଙ୍କା ପାଇବା ପୂର୍ବରୁ ଆପଣମାନଙ୍କୁ କେଉଁ ସବୁ କାର୍ଯ୍ୟଗୁଡ଼ିକ କରିବାର ଅଛି, ପଞ୍ଚମ କିସ୍ତି ଟଙ୍କା ଆପଣମାନଙ୍କ ଖାତାକୁ ଆସିବ କି ନାହିଁ, ଆପଣମାନେ କେମିତି ଚେକ୍ କରିବେ ନିଜର ମୋବାଇଲ ମାଧ୍ୟମରେ, ଏ ବିଷୟରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପରେ ଏଇ ଗୋଟିଏ ଭିଡ଼ିଓ ମାଧ୍ୟମରେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ପ୍ରଥମ କରି ଯଦି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ଟେ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁନି। ଦେଖନ୍ତୁ, ଅଗଷ୍ଟ 28 ତାରିଖରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବା ପାଇଁ ଯାଉଛି। ଏହାରି ମଧ୍ୟରେ ସରକାର ହିତାଧିକାରୀମାନଙ୍କ ପାଇଁ ବଡ଼ ସୂଚନା ଜାରି କରିଛନ୍ତି। ଯଦି ଆପଣମାନେ ଏଇ କିଛିଟା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଦେଉଛନ୍ତି, ଆପଣମାନେ ବିନା ଅସୁବିଧାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରାପ୍ତ କରିପାରିବେ। ଯଦି ପୂର୍ବରୁ ଆପଣମାନଙ୍କର କିସ୍ତି ଟଙ୍କା ପେଣ୍ଡିଂ ରହିଛି, ଆପଣମାନେ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କୁ ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାର ଅଛି। ଉଦାହରଣ ସ୍ୱରୂପ ଯଦି 4ଟା କିସ୍ତି ରହିଛି, ତାହେଲେ ଏକା ବେଳେ ଆପଣମାନେ 20,000 ଟଙ୍କା ସହିତ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି 5,000 ସମୁଦାୟ ଆପଣମାନେ 25,000 ଟଙ୍କା ଏକକାଳୀନ ପାଇପାରିବେ, ଯାହା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ପ୍ରମାଣ ସହ ମଧ୍ୟ ଦେଖେଇବି। ବିନା ପ୍ରମାଣରେ ଏହି ଚ୍ୟାନେଲ ଆପଣମାନଙ୍କୁ କେବେ ବି ଭିଡ଼ିଓ ଦିଏ ନାହିଁ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ଏହି ଅଗଷ୍ଟ 28 ତାରିଖରେ ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମାରେ ମିଳିବା ପାଇଁ ଯାଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ବଡ଼ ଘୋଷଣା ଜାରି କରାଯାଇଛି। ତ ଏଥର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା କେଉଁ ହିତାଧିକାରୀମାନେ ପାଇପାରିବେ, କେଉଁ ହିତାଧିକାରୀମାନେ ପାଇପାରିବେ ନାହିଁ, କେଉଁ ହିତାଧିକାରୀମାନଙ୍କର ନାମ କଟିଗଲା, ଯେଉଁ ହିତାଧିକାରୀମାନଙ୍କର ବକେୟା କିସ୍ତି ରହିଛି, ସେମାନେ ସୁଭଦ୍ରା ଯୋଜନାରୁ କିସ୍ତି ଟଙ୍କା ପ୍ରାପ୍ତ କରିପାରିନାହାନ୍ତି, ସେମାନଙ୍କୁ କ'ଣ କରିବାର ଅଛି, ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କ'ଣ ସୂଚନା ଦେଇଛନ୍ତି, ଆସନ୍ତୁ ତାଙ୍କ ମୁହଁରୁ ଶୁଣିନେବା। ନନ୍ ବାୟୋମେଟ୍ରିକ୍ ଇକେୱାଇସି 28,621 ଏଭଳି ନନ୍ ଏନ୍ଏଫ୍ଏସ୍ଏ ଅଛନ୍ତି, ଯେଉଁମାନଙ୍କର ବାୟୋମେଟ୍ରିକ୍ ବା ଇକେୱାଇସି ହେଇପାରିନି। ତ ମୋର ବିଶେଷ ଅନୁରୋଧ, ସୁଭଦ୍ରା ପୋର୍ଟାଲରେ ଏମାନଙ୍କର ଡିଟେଲ୍ସ ଅଛି। ମୁଁ ଅନୁରୋଧ କରିବି ହିତାଧିକାରୀ ଯେଉଁମାନେ ସୁଭଦ୍ରା ପୋର୍ଟାଲରେ ଯେଉଁମାନଙ୍କର ନନ୍ ବାୟୋମେଟ୍ରିକ୍ ଇକେୱାଇସି ଦେଖାଉଛି, ଆପଣମାନେ ସେଇମାନେ କେବଳ ଆପଣଙ୍କର ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ର ଯାଇ ନିଜର ଏ ବାୟୋମେଟ୍ରିକ୍ ଇକେୱାଇସିକୁ ଯେଉଁ ଫିଙ୍ଗର ଟିପ୍ ଦେଇକରି ଏଇଟା କରନ୍ତି, ସେଇଟା କମ୍ପ୍ଲିଟ୍ କରିଦେଲେ ଏ 28,621 ଯେଉଁ ପେଣ୍ଡିଂ ଅଛନ୍ତି ସେମାନଙ୍କୁ ସମସ୍ତଙ୍କୁ ସୁଭଦ୍ରା ମିଳିଯିବ। ତେଣୁ ଏମାନେ ହିତାଧିକାରୀ ଯୋଗ୍ୟ ଅଛନ୍ତି। କେବଳ ବାୟୋମେଟ୍ରିକ୍ ଇକେୱାଇସି କାରଣରୁ ପେଣ୍ଡିଂ ଅଛି। ମୁଁ ରିକ୍ୱେଷ୍ଟ କରିବି ଆପଣମାନେ ଡାଟା ନେବେ ସୁଭଦ୍ରା ପୋର୍ଟାଲରୁ ଏବଂ ନିଜେ ଯାଇ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଏ ଇକେୱାଇସି ସମ୍ପନ୍ନ କରାଇଦେବେ ଜୁଲାଇ 25 ପୂର୍ବରୁ। ତାହେଲେ ଆପଣମାନେ ଯେଉଁମାନେ ଏଥିରେ ଡ୍ୟୁ ଅଛି ସେମାନଙ୍କୁ ସୁଭଦ୍ରା ବି ମିଳିଯାଇପାରିବ। ଏହା ସହିତ ଖବରରେ ମଧ୍ୟ ମେନସନ୍ ରହିଛି, ଆପଣମାନଙ୍କର ମୋବାଇଲ ସ୍କ୍ରିନ୍ ଉପରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହିଁବି, ଯାହା ରହିଛି ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସଭା ଭବନରେ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁଲାଇ 25 ମଧ୍ୟରେ ଫିଲ୍ଡ ଇନକ୍ୱାରି ବା କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରାର କିସ୍ତି ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଦେଖନ୍ତୁ, ଜୁଲାଇ 25 ମଧ୍ୟରେ ଆପଣମାନଙ୍କର ଫିଲ୍ଡ ଇନକ୍ୱାରି ବା କ୍ଷେତ୍ରସ୍ତରୀୟ ଯେଉଁ ଯାଞ୍ଚ ରହିଛି ତାହାକୁ ଆପଣମାନେ ଶେଷ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ହିତାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଡିବିଡ଼ି ସକ୍ରିୟକରଣ, ଇକେୱାଇସି, ଫିଲ୍ଡ ଇନକ୍ୱାରି, ଏନପିସିଆଇ ମ୍ୟାପିଂ, ପେମେଣ୍ଟ ଫାଇଲର ପ୍ରସ୍ତୁତି ଓ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହିତାଧିକାରୀମାନଙ୍କୁ ସୂଚନା ଦେଇଛନ୍ତି ଯେ ଆପଣମାନେ କୌଣସି ଅସୁବିଧା ବିନା ଯଦି ଆପଣମାନେ ପଞ୍ଚମ କିସ୍ତି ଟଙ୍କା ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଏହିସବୁ କାର୍ଯ୍ୟଗୁଡ଼ିକ କରିବା ନିହାତି ଜରୁରୀ। ଆପଣମାନେ ଲଗାତାର ଭାବେ କିସ୍ତି ଟଙ୍କା ପାଇଥାନ୍ତୁ ନା କାହିଁକି, ସମସ୍ତଙ୍କୁ ଏ କାର୍ଯ୍ୟ କରିବାର ଅଛି। ନୂଆ ହୁଅନ୍ତୁ କିମ୍ବା ଆପଣମାନେ ଚତୁର୍ଥ କିସ୍ତି ଟଙ୍କା ପାଇସାରିଛନ୍ତି, ସେଇଭଳିଆ ହିତାଧିକାରୀ ଯଦି ଆପଣ ଅଛନ୍ତି ତାହେଲେ ଆପଣମାନଙ୍କୁ ଏସବୁ କାର୍ଯ୍ୟ କରିବାର ଅଛି। ଆପଣମାନେ ଥରେ ଚେକ୍ କରିବେ ଏସବୁ ଆପଣମାନଙ୍କର ଠିକ୍ଠାକ୍ ଅଛି କି ନାହିଁ। ଯେତେବେଳେ ଆପଣମାନଙ୍କର କିସ୍ତି ଟଙ୍କା ରିଲିଜ୍ କରାଯିବ ସେତେବେଳେ ଭାବିଲେ ଆପଣମାନଙ୍କର କିଛି ହେବ ନାହିଁ। ତ ତା ପୂର୍ବରୁ ଏସବୁ ଗୁଡ଼ିକକୁ ଠିକ୍ କରିବାର ଅଛି, ଯାହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପ୍ରଥମତଃ ଆପଣମାନଙ୍କର ଡିବିଟିକୁ ସକ୍ରିୟ ରଖିବା ପାଇଁ ପଡ଼ିବ। ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟକୁ ସଂଯୋଗ କରି ଡିବିଟିକୁ ସକ୍ରିୟ ରଖିବା ପାଇଁ ପଡ଼ିବ। ଇଏ ହେଲା ଆପଣମାନଙ୍କର 1 ନମ୍ବର କାମ। 2 ନମ୍ବର କାମ ହେଲା ଆପଣମାନଙ୍କର ଫିଲ୍ଡ ଇନକ୍ୱାରି। ତ ଫିଲ୍ଡ ଇନକ୍ୱାରି କରିବାର ଅଛି। ତ ଫିଲ୍ଡ ଇନକ୍ୱାରି ସମସ୍ତେ କରିବେ ନାହିଁ। ଯେଉଁମାନେ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି ତ ସେମାନଙ୍କୁ କରିବାର ଆବଶ୍ୟକତା ନାହିଁ। ଯେଉଁମାନେ ଚତୁର୍ଥ କିସ୍ତି ଟଙ୍କା ପାଇଛନ୍ତି କହିବାକୁ ଗଲେ ତ ସେମାନେ କରିବେ ନାହିଁ। ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି, କିସ୍ତି ଟଙ୍କା ପାଇବା ପାଇଁ ଅପେକ୍ଷା କରିଛନ୍ତି, ସେମାନଙ୍କୁ ଯେଉଁଟାକି ଫିଲ୍ଡ ଇନକ୍ୱାରି କରିବାର ଅଛି। କିନ୍ତୁ ସମସ୍ତଙ୍କୁ ଡିବିଡ଼ି ସକ୍ରିୟ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ଼ ସଂଯୋଗ କରିବାର ଅଛି। ଆପଣମାନଙ୍କର ଅପଡେଟ୍ ଅଛି କି ନାହିଁ ଥରେ ଆପଣ ଚେକ୍ କରିବେ। ତାପରେ 3 ନମ୍ବର କାମଟି ହେଲା ଆପଣମାନଙ୍କର ଇକେୱାଇସି। ଇକେୱାଇସି କେଉଁମାନେ କରିବେ? ଯେଉଁମାନଙ୍କର ପେଣ୍ଡିଂ ରହିଛି ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ପାଇପାରି ନାହାନ୍ତି ସେମାନେ ଇକେୱାଇସି କରିବେ। ଯେଉଁମାନେ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି ସେମାନେ ମଧ୍ୟ ଥରେ ଷ୍ଟାଟସ୍ ଚେକ୍ କରିନେବେ ଇକେୱାଇସି କମ୍ପ୍ଲିଟ୍ ଅଛି କି ପେଣ୍ଡିଂ ଦେଖାଉଛି। ସେ କହିଛନ୍ତି ରାଜ୍ୟରେ ଆଉ 3,17,967 ଜଣ ନୂତନ ହିତାଧିକାରୀ ସୁଭଦ୍ରା କିସ୍ତି ପାଇଁ ଆବେଦନ କରିଛନ୍ତି। ଅନେକ ଲୋକ କହୁଛନ୍ତି କି ଆମର କିଛି ଅସୁବିଧା ନାହିଁ, ଆମର ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ଅଟକି ଯାଇଛି, ଆମକୁ କିସ୍ତି ଟଙ୍କା ମିଳୁନାହିଁ, ତ ସରକାର ପାତର ଅନ୍ତର କରୁଛନ୍ତି। ମୁଁ କହିଛି ଆପଣମାନଙ୍କୁ ବାରମ୍ବାର ଆପଣମାନଙ୍କର କିଛିଟା ଅସୁବିଧା ରହିଛି, ଆପଣମାନେ ଜାଣିପାରୁନାହାନ୍ତି, ଯାହାଫଳରେ ଆପଣମାନଙ୍କର କିସ୍ତି ଟଙ୍କା ଅଟକି ଯାଇଛି। ବର୍ତ୍ତମାନ ଯେଉଁ ଦେଖନ୍ତୁ ରିପୋର୍ଟ ଯେଉଁ ଆସିଛି 82,036 ଜଣ ଡିବିଡ଼ି ସକ୍ରିୟକରଣ ରହିଛି, ଡିବିଡ଼ି ସକ୍ରିୟ କରିବେ, ଯାହାଫଳରେ ସେମାନଙ୍କର କିସ୍ତି ଟଙ୍କା ଅଟକି ଯାଇଛି। ଏମିତିକା କେତେ ହିତାଧିକାରୀ? 82,036। ତାପରେ ଆଉ କାହାର ଅସୁବିଧା ରହିଥିବା ଯୋଗୁଁ କିସ୍ତି ଟଙ୍କା ଅଟକି ଯାଇଛି। ଅସୁବିଧାଟି କ'ଣ ରହିଛି? ବାୟୋମେଟ୍ରିକ୍ ଇକେୱାଇସି। ବାୟୋମେଟ୍ରିକ୍ ଇକେୱାଇସି ଅନେକ ହିତାଧିକାରୀ ଦେଇନାହାନ୍ତି, ଯାହାଫଳରେ ସେମାନଙ୍କର ପେଣ୍ଡିଂ ରହିଛି ଇକେୱାଇସି। ତ ଏମିତିକା ହିତାଧିକାରୀଙ୍କ ସଂଖ୍ୟା 28,621 ଜଣ ରହିଛନ୍ତି, ସେମାନଙ୍କର କିସ୍ତି ଟଙ୍କା ଅଟକି ଯାଇଛି। ସେମାନେ ଜନସେବା କେନ୍ଦ୍ରକୁ ଯାଇକି ଇକେୱାଇସିଟିକୁ ସମ୍ପୂର୍ଣ୍ଣ କରି ନିଅନ୍ତୁ। ଏହା ସହିତ 3,53,059ଟି ଫିଲ୍ଡ ଇନକ୍ୱାରି କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।